ଜଣେ ସାଧୁ ଗୋଟିଏ ଜଙ୍ଗଲରେ ତାଙ୍କର କୁଡ଼ିଆକୁ ରହୁଥିଲେ। ଏମିତି କିଛି ବର୍ଷ ଜଙ୍ଗଲ ରହିଲା ପରେ ସେ ଜଙ୍ଗଲ ପାଖରେ ଗୋଟିଏ ଗାଁ ଥିଲା। ସେ ଗାଁର ନାମ ଥିଲା ବୀରପୁର। ଆଉ ସେ ଗାଁର ଲୋକମାନେ ନା ଭାରି ସରଳ ଥିଲେ। ସେ ଗାଁଟି ଘଞ୍ଚ ଜଙ୍ଗଲ ହୋଇଥିବାରୁ ନା ସେ ଗାଁ ବିଷୟରେ ବେଶୀ କାହାକୁ କିଛି ବି ଜାଣିନଥିଲା। ସେ ଗାଁର ଲୋକମାନେ ସେ ସାଧୁକୁ ଏମିତି ଅନେକ ଥର ଦେଖିଲା ପରେ ସମସ୍ତେ ଭାବିଲେ କି ସେ ସାଧୁଙ୍କୁ ଦେଖା କରିବା। ସମସ୍ତେ ମିଶି ସେ ସାଧୁଙ୍କୁ ଭେଟିବାକୁ ଗଲେ ଆଉ ସେ ସାଧୁଙ୍କ ସହିତ କଥା ହେଲେ। କଥା ହେଲା ପରେ ସେ ସାଧୁଙ୍କୁ ତାଙ୍କ ଗାଁର ପିଲାମାନଙ୍କୁ କିଛି ଶିକ୍ଷା ଦେବା ପାଇଁ ଅନୁରୋଧ କଲେ। ଯେହେତୁ ସେ ଗାଁର ଲୋକମାନେ କେହି ଶିକ୍ଷିତ ନଥିଲେ, ସେ ଗାଁର ଲୋକମାନେ ନିଜ ପିଲାମାନେ କିଛି ପାଠ ପଢ଼ନ୍ତୁ ବୋଲି ସାଧୁଙ୍କୁ କହିଲେ। ସାଧୁ ଜଣକ ମଧ୍ୟ ସେ ପିଲାମାନଙ୍କୁ ପଢ଼ାଇବା ପାଇଁ ରାଜି ହୋଇଗଲେ, ମନା କଲେ ନାହିଁ। କିଛି ଦିନ ପରେ ସେ ଗାଁର ପିଲାମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, କିଛି ପଢ଼ାଇବାକୁ ଲାଗିଲେ। ଆଉ ସେ ଗାଁର ପିଲାମାନେ ନା ଭାରି ସରଳ ଥିଲେ, ସାଧୁଙ୍କ କଥା ଅକ୍ଷର ଅକ୍ଷର ପାଳନ କରୁଥିଲେ। ସେ ପିଲାମାନେ ସାଧୁଙ୍କ ପାଖରେ ସବୁଦିନ ରହୁଥିଲେ। ତାଙ୍କର କିଛି କାମ ଥିଲେ ସେମାନେ ସମସ୍ତେ ମିଶି ସାହାଯ୍ୟ କରିଦେଉଥିଲେ। ସେ ସାଧୁ ଜଣକ ମଧ୍ୟ ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ଏବେ ସମସ୍ତେ ମିଶିନା ସେ ଗାଁ ପାଇଁ ଆଉ ତାଙ୍କ ଆଖପାଖର ଅଞ୍ଚଳ ପାଇଁ ନା ସମସ୍ତେ ମିଶି ଭଲ କାମ କରୁଛନ୍ତି ସେ ସାଧୁ ଜଣକ କଥାରେ। ଯଦି ସେ ସାଧୁ ଜଣକ ଜଙ୍ଗଲରୁ ଆସିନଥାନ୍ତେ ନା ତ ଏମିତି ପରିବର୍ତ୍ତନ କେବେ ହୋଇନଥାନ୍ତା।